ଜାମିଲ ଗୋଟେ ବେଦ ସମ୍ପନ୍ନ ବ୍ରାହ୍ମଣ, ପିଲାଟି ନୈଷ୍ଠିକ ବ୍ରାହ୍ମଣ, ବାପା ମା ପିଲାଦିନ ତାକୁ ବ୍ରତ ଉପନୟନ ସଂସ୍କାର କରିଦେଲେ। ଦିନେ ବାପା ପଠି ଧନରେ ଟିକେ ଜଙ୍ଗଲକୁ ଗଲୁ, ଟିକେ ସମିଧ ନେଇକି ଆସିବୁ। ଜାମିଲ ଜଙ୍ଗଲକୁ ଯାଇଛନ୍ତି, ହଠାତ୍ ଦେଖୁଛି ଗୋଟେ ଶୂଦ୍ର ନାରୀ ଆଉ ଶୂଦ୍ର ନର ଦି ଜଣ କାମାସକ୍ତ ଅବସ୍ଥାରେ ମଦ୍ୟପାନ କରି ଦି ଜଣ କାମନାରେ ଜଡବଡ ହଉଛନ୍ତି। ଆର ଯେତେବେଳେ ଦେଖିଦେଲା ଆର ଇନ୍ଦ୍ରିୟ ଆଉ କାମନା ଇନ୍ଦ୍ରିୟ ଆଉ ସଂଯତ ଭିତରେ ରହିଲା ନାହିଁ। ଆଜି ତା ଭିତରେ କାମନା ଭାବ ଜାଗ୍ରତ ହେଲା, ବେଶ୍ୟା ସଙ୍ଗତ କରିଲା ବୋଲି ଆଜି ଯମଦୂତ ମାନେ ତାକୁ ନବାକୁ ଅଛି। ଏଇ କଥା ଶୁଣି ବିଷ୍ଣୁଦୂତ ମାନେ ହୋ ହୋ ହେଇ ହସିଲେ, କହିଲେ କଣ ହେଲା ଆପଣ ଆଇଚାକୁ ନବା ପାଇଁ? ଆପଣ ଜାଣିଛନ୍ତି ଇଏ କେଡ ବଡ ଯୋଗୀ ନା କଣ? ଇଏ ନିରତେ ବେଶ୍ୟା ପ୍ରାଣ, ଜୀବନ ସାରା ବେଶ୍ୟା ସହିତ ସଙ୍ଗ କରିକି 10-10ଟା ପିଲାକୁ ଜନ୍ମ ଦେଲା। ଆପଣ କଣ କହୁଛନ୍ତି ଇଏ ଯୋଗୀ ବୋଲି? ଇଏ କଣ ବିଷ୍ଣୁ ଭକ୍ତ? କେମିତି ବିଷ୍ଣୁ ଭକ୍ତ ହେଲା? ମଣିଷ ତା ଜୀବନରେ ଯେତେ ପାପ କରିଥିଲେ କାହିଁକି, ଜୀବନରେ ମୃତ୍ୟୁ ସମୟରେ ଥରେ ଭଗବାନଙ୍କୁ ହୃଦୟରେ ଚିନ୍ତନ କଲା, ଭଗବାନଙ୍କ ନାମକୁ ମୁଖରେ ଉଚ୍ଚାରଣ କରିଦେଲା, ଜୀବନରେ କରିଥିବା ସବୁ ପାପ କ୍ଷୟ ହେଇଯିବ ବୋଲି